ହସ୍ତିନାର ରାଜା ଧୃତରାଷ୍ଟ୍ର ତାଙ୍କର 100 ପୁଅ, ସେମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ବଡ଼। ଧୃତରାଷ୍ଟ୍ରଙ୍କ ରାଣୀଙ୍କ ନାମ ଗାନ୍ଧାରୀ। ଧୃତରାଷ୍ଟ୍ରଙ୍କ ସାନ ଭାଇ ପଣ୍ଡୁ, ତାଙ୍କର 5 ପୁଅ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ। ପଣ୍ଡୁଙ୍କର 2ଟି ସ୍ତ୍ରୀ, ଜଣେ ହେଲେ କୁନ୍ତୀ ଆଉ ଜଣେ ମାଦ୍ରୀ। ଧୃତରାଷ୍ଟ୍ରଙ୍କ 100 ପୁଅଙ୍କୁ କୌରବ କହନ୍ତି, ପଣ୍ଡୁଙ୍କର 5 ପୁଅଙ୍କୁ ପାଣ୍ଡବ କୁହାଯାଏ। ଦୁର୍ଯ୍ୟୋଧନ ରାଜା ହୋଇଥାନ୍ତି, ସେଥିପାଇଁ ତାଙ୍କ ମା ଗାନ୍ଧାରୀଙ୍କୁ ସମସ୍ତେ ବଡ଼ ମାନ୍ୟ କରୁଥାନ୍ତି। ଗାନ୍ଧାରୀ ଓ କୁନ୍ତୀ ଉଭୟେ ନୀତି ଶିବ ପୂଜା କରନ୍ତି। ଯମୁନା ନଦୀ କୂଳରେ ଥାଏ ଶିବ ମନ୍ଦିରଟିଏ। ଶିବଙ୍କ ନାମ ବିଶ୍ୱନାଥ। ଦିନକର କଥା, ଗାନ୍ଧାରୀ ସୁନା ପାଲିଙ୍କିରେ ବସି ଶିବଙ୍କ ମନ୍ଦିରକୁ ପୂଜା କରିବାକୁ ଗଲେ। ସଙ୍ଗରେ ଥିଲେ ଅନେକ ଦାସୀ ଓ ପୋଇଲି। ବଡ଼ ଆଡ଼ମ୍ବରରେ ସେ ଯାଉଥାନ୍ତି। କୁନ୍ତୀ ତ ରାଜମାତା ନଥିଲେ, ତାଙ୍କର ନଥିଲା ସୁନା ପାଲିଙ୍କି, ତାଙ୍କ ସାଙ୍ଗରେ ବି ନଥିଲେ ଦାସୀ ଓ ପୋଇଲି। ସେଇ ପାଦରେ ଚାଲି ଚାଲି ମନ୍ଦିରକୁ ଯାଉଥିଲେ। ଗାନ୍ଧାରୀ ଆଗେ ଯାଇ ଶିବ ମନ୍ଦିରରେ ପହଞ୍ଚିଲେ। ତାପରେ ପହଞ୍ଚିଲେ କୁନ୍ତୀ। ଗାନ୍ଧାରୀ କହିଲେ, କୁନ୍ତୀ, ତୁ ଏଠାକୁ କାହିଁକି ଆସିଛୁ? ଏହି ଶିବ ମୋର, ମୁଁ ଏକା ପୂଜା କରିବି। ପୁଣି ତୁ ବିଧବା ଅଟୁ, ତୋର ସ୍ୱାମୀ ମରିଯାଇଛି, ସେଥିପାଇଁ ତୋର ଶିବ ପୂଜାରେ ଅଧିକାର ନାହିଁ। ଏହି କଥାରୁ 2 ଯାଙ୍କ ଭିତରେ ଭାରି କଳି ହେଲା। ଜଣେ ଅନ୍ୟ ଜଣକୁ ମନ୍ଦିର ଭିତରୁ ତଡ଼ି ଦେବା ପାଇଁ ଚେଷ୍ଟା କଲେ। ଭଗବାନ ତ ଭକ୍ତକୁ ଭଲ ପାଆନ୍ତି, ଭକ୍ତର କଥା ଶୁଣନ୍ତି। କୁନ୍ତୀ ଓ ଗାନ୍ଧାରୀ ଦୁହେଁ ଯାକ ତାଙ୍କର ଭକ୍ତ, ଶିବଙ୍କର ଭକ୍ତ। 2 ଭକ୍ତଙ୍କ ଭିତରେ ଏ କଳି ଲାଗୁଛି। ଶିବ ଆଉ ସହିପାରିଲେ ନାହିଁ। ସେ ନିଜ ରୂପ ଧରି 2 ଜଣଙ୍କ ମଝିରେ ଠିଆ ହୋଇଗଲେ। ଶିବ କହିଲେ, ତୁମେ ଦୁହେଁ ବିନା କାରଣରେ କଳି କରୁଛ। ମୁଁ ସମସ୍ତଙ୍କର ଅଟେ, କାହାରି ଜଣକର ନୁହେଁ। ଗୋଟିଏ କାମ କର, ତୁମେ ଦୁହେଁ ଗୋଟିଏ କାମ କର। କାଲି ସକାଳୁ ତୁମ ଦୁହିଁଙ୍କ ଭିତରୁ ଯିଏ ଆଗେ ଆସି 100 ଚମ୍ପା ଫୁଲ ଆଣି ମୋତେ ପୂଜା କରିବ, ମୁଁ ତାର ହେବି। ଗାନ୍ଧାରୀ ଓ କୁନ୍ତୀ ଘରକୁ ଫେରିଗଲେ। କୁନ୍ତୀ ଭାବୁଥିଲେ, ଗାନ୍ଧାରୀର ତ 100 ପୁଅ, ଜଣକେ ଗୋଟିଏ କରି ଚମ୍ପା ଫୁଲ ଆଣିଲେ ତାର 100ଟି ଫୁଲ ଅତି ସହଜରେ ହୋଇଯିବ। ମୋର ତ ମାତ୍ର 5 ପୁଅ, ମୁଁ ସିନା 5ଟି ଫୁଲ ପାଇପାରିବି। ଏତିକି ବେଳେ ଅର୍ଜୁନ ପହଞ୍ଚି ମାଆକୁ ଖାଇବାକୁ ମାଗିଲେ। ଶିବ କହିଥିବା କଥା କହି କୁନ୍ତୀ ଅର୍ଜୁନ ପାଖରେ କାନ୍ଦିଲେ। ଅର୍ଜୁନ କହିଲେ, ଏହି ଛୋଟ କଥା ପାଇଁ କାନ୍ଦ ନାହିଁ ମାତା। ମୁଁ କାଲି ସକାଳେ ଶିବ ମନ୍ଦିରକୁ 100 ଚମ୍ପା ଫୁଲରେ ପୂର୍ଣ୍ଣ କରିଦେବି। ରାତି ପାହି ସକାଳ ହେଲା। କୁନ୍ତୀ ଅର୍ଜୁନଙ୍କୁ ନେଇ ଶିବଙ୍କ ମନ୍ଦିରରେ ପହଞ୍ଚିଗଲେ। ସେ ଶିବ ପୂଜା ଆରମ୍ଭ କରିଦେଲେ। ଅର୍ଜୁନଙ୍କ ପାଖରେ ଗୋଟିଏ ସର ଥିଲା, ତାର ନାମ ବାବଳ ସର। ଆଉ ଗୋଟିଏ ସର, ତାର ନାମ ମେଘବାଣୀ ସର। ଅର୍ଜୁନ 2ଟି ଯାକ ସରକୁ ମନ୍ତ୍ର ପଢ଼ି ଛାଡ଼ିଦେଲେ। କୁବେର ହେଉଛନ୍ତି ସ୍ୱର୍ଗର ଧନ ଭଣ୍ଡାରର ମାଲିକ। ସର 2ଟି ତାଙ୍କ ପାଖରେ ପହଞ୍ଚିଲା। ଆଶ୍ଚର୍ଯ୍ୟର କଥା, ସଙ୍ଗେ ସଙ୍ଗେ ଭାରି ବର୍ଷା ହେଲା। ବର୍ଷା ସହିତ ଆକାଶରୁ ଖସିଲା 100 ସୁନା ଚମ୍ପା। ଶିବଲିଙ୍ଗ ସୁନା ଚମ୍ପାରେ ଢାଙ୍କି ହୋଇଗଲା। ମନ୍ଦିରର ବେଢ଼ାରେ କୁଢ଼ କୁଢ଼ ହୋଇ ସୁନା ଚମ୍ପା ଗଦା ହୋଇଗଲା। କୁନ୍ତୀ ପୂଜା ସାରି ଆନନ୍ଦ ମନରେ ଘରକୁ ଫେରିଲେ। ଏଣେ ଗାନ୍ଧାରୀ ପୁଅମାନଙ୍କୁ ଧରି ସୁନା ଚମ୍ପା ପାଇଁ କହୁଥାନ୍ତି। ତାଙ୍କର 100 ପୁଅ 100ଟି ଫୁଲ ଯୋଗାଡ଼ କରିଥାନ୍ତି। ଗାନ୍ଧାରୀ ଓ ତାଙ୍କର ପୁଅମାନେ ସୁନା ଚମ୍ପା ନେଇ ଖୁବ୍ ଗର୍ବରେ ଶିବ ମନ୍ଦିରକୁ ଆସିଲେ। ହେଲେ ସେମାନେ ଦେଖି ଆଶ୍ଚର୍ଯ୍ୟ ହେଲେ ଯେ ମନ୍ଦିର ସାରା ଚମ୍ପା ଫୁଲରେ ପୂରି ଯାଇଛି। ଗାନ୍ଧାରୀ ବୁଝିପାରିଲେ ଯେ କୁନ୍ତୀ ଆଗରୁ ଆସି ପୂଜା ସାରି ଫେରିଲେଣି। ଅପମାନରେ ତାଙ୍କର ମୁହଁ କଳା ପଡ଼ିଗଲା। ସେ ମନ ଦୁଃଖରେ ଘରକୁ ଗଲେ। ଗର୍ବ କରି ଏହିପରି ଦୁଃଖ କରିବାକୁ ପଡ଼େ। ଏହି ଭିଡ଼ିଓକୁ ଯେଉଁମାନେ ଦେଖିବେ ସେହିମାନେ ଜାଣିପାରିବେ, ଶିଖିପାରିବେ। ଏହି ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ।